ढेंकानाଳରେ ଥିବା ସ୍ୱର ତୀର୍ଥ ସଙ୍ଗୀତ ବିଦ୍ୟାଳୟର ଦ୍ୱିତୀୟ ବାର୍ଷିକ ଉତ୍ସବ ଏକ ବର୍ଣ୍ଣାଢ୍ୟ ପରିବେଶ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି। ତବଲା ବାଦକ ଗୁରୁ ଶ୍ରୀଯୁକ୍ତ ନରେନ୍ଦ୍ର କୁମାର ଦାସଙ୍କ ପୌରୋହିତ୍ୟରେ ଓ ସଙ୍ଗୀତ ଗୁରୁ ଶ୍ରୀଯୁକ୍ତ ଅକ୍ଷୟ କୁମାର ନାୟକଙ୍କ ନିର୍ଦ୍ଦେଶକ୍ରମେ କାର୍ଯ୍ୟକ୍ରମଟି ଶେଷ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ମ୍ୟୁନିସିପାଲିଟି ଚେୟାରମ୍ୟାନ୍ ଶ୍ରୀମତୀ ଜୟନ୍ତୀ ପାତ୍ର, ମୁଖ୍ୟ ବକ୍ତା ଶାନ୍ତି ଭୂଷଣ ପଣ୍ଡା, ଆସିଷ୍ଟାଣ୍ଟ କମିଶନର CT&GST ଢେଙ୍କାନାଳ ଶ୍ରୀଯୁକ୍ତ କ୍ଷୀରୋଦ କୁମାର ବେହେରା, ୱାର୍କସ ମ୍ୟାନେଜର ଶ୍ରୀଯୁକ୍ତ ଅଭିମନ୍ୟୁ ପଣ୍ଡା, ୱାର୍ଡ କାଉନସିଲର ଡିକେଲ ଡକ୍ଟର ପ୍ରମୋଦ କୁମାର ନାୟକ, XDI PRO ପ୍ରମୁଖ ଯୋଗଦେଇ ପ୍ରଦୀପ ପ୍ରଜ୍ୱଳନ କରିଥିଲେ ଓ ସଭା କାର୍ଯ୍ୟ ଆରମ୍ଭ ହୋଇଥିଲା। ଏଥିରେ ଛୋଟ ଛୋଟ ପିଲାମାନଙ୍କ ଦ୍ୱାରା ଦିନରେ ଡ୍ରଇଂ ଏବଂ ଡ୍ୟାନ୍ସ କମ୍ପିଟିସନ ହୋଇଥିଲା। ସନ୍ଧ୍ୟାରେ ଛୋଟ ପିଲାମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ କରାଯାଇଥିଲା। ବହୁ ମାନ୍ୟଗଣ୍ୟ ବ୍ୟକ୍ତିଙ୍କୁ ତାଙ୍କର ପ୍ରତିଭା ପାଇଁ ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ମାନପତ୍ର ଦେଇ ସମ୍ବର୍ଦ୍ଧନା କରାଯାଇଥିଲା। ଦିଲ୍ଲୀ ଓ ଛତିଶଗଡ଼ରୁ ବହୁ କଣ୍ଠଶିଳ୍ପୀ ଆସି ଗୀତ ପରିବେଷଣ କରି ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରାଇଥିଲେ। ଶେଷରେ ସଙ୍ଗୀତ ଗୁରୁ ଅକ୍ଷୟ କୁମାର ନାୟକ ଧନ୍ୟବାଦ ଅର୍ପଣ କରି କାର୍ଯ୍ୟକ୍ରମକୁ ସମାପନ କରିଥିଲେ। ଢେଙ୍କାନାଳରୁ ମାଳବିକା ବେହେରାଙ୍କ ରିପୋର୍ଟ।